ସାର୍ ମୋ ନାଁ ହେଉଛି ରାଜୁ ହିଆଲ। ଆଉ ଆଜି 7:30 ହେବ। ଆଉ ମୋର ଛକରେ ଦୋକାନ ଅଛି, ମୁଁ ଦୋକାନ ଖୋଲିକି ବସିଥିଲି। ଆଉ ମୋ ଆଣ୍ଟି ଅଛନ୍ତି ମୋର ଦୋକାନ ସାଇଡ଼ରେ ପନିପରିବା ବିକୁଛନ୍ତି। ତାଙ୍କେ ପନିପରିବା କିଣିବା ପାଇଁ ଆସିଲେ 4-5 ଜଣ ମଦ ବିକ୍ରି। ଆଉ ମୋ ଆଣ୍ଟିକୁ ଠେଙ୍ଗା ବାଡ଼ି ରୋଡ଼ ଖଣ୍ଡା ଧରିକିରି ଆକ୍ରମଣ କଲେ। ତାପରେ ମୁଁ ଦୋକାନରୁ ବାହାରିଲି। ଦୋକାନରୁ ବାହାରିଲା ସାଙ୍ଗେ ସାଙ୍ଗେ ମୋତେ ବି ରୋଡ଼ରେ ଖଣ୍ଡାରେ ଆକ୍ରମଣ କରିଛନ୍ତି। କେତେ ଜଣ ଖଣ୍ଡେ ଥିଲେ ଆଉ କେତେ ଜଣ ଖଣ୍ଡେ ଆହତ ହେଇଛନ୍ତି? ତାଙ୍କେ ଥିଲେ 200 ଥିଲେ ସାର୍। ଆମେ ମାତ୍ର 5 ଜଣ ଥିଲେ। ସମସ୍ତଙ୍କୁ ମାଡ଼ ହେଇଥିଲା। ଆମର ହରିଜନ ସାହି, ତାଙ୍କର ଆଦିବାସୀ ସାହି, ବତରା ସାହି। କେତେ ଜଣ ଖଣ୍ଡେ ଇଞ୍ଜୁରି ହେଇଛନ୍ତି ଆଉ କେତେ? ତାଙ୍କେ 200 ଏବେ ସାର୍। ତାଙ୍କେ ସବୁ ଖଣ୍ଡା କାତିରେ ଥିଲେ। ସାଙ୍ଗେ ସାଙ୍ଗେ ଆମ ଆକ୍ରମଣ କଲେ, ଆମେ କ'ଣ କରିବୁ? କେତେ ଜଣ ଖଣ୍ଡେ ଇଞ୍ଜୁରି ହେଇଛନ୍ତି? ତାଙ୍କେ ଆପଣ କେତେ ଆସିଛନ୍ତି ଇଞ୍ଜୁରି? ଆମେ 7-8 ଜଣ ସାର୍। ପାଖାପାଖି 8:30ରୁ 9ଟା ସମୟ ମଧ୍ୟରେ 10 ଜଣ ଉର୍ଦ୍ଧ୍ୱ ହେବେ ଆହତ ଆସିଥିଲେ। ପରସ୍ପର ଭିତରେ ଗୋଷ୍ଠୀ କନ୍ଦଳ ଯୋଗୁଁ ମାଡ଼ଗୋଡ଼ି ହୋଇକି କାହାର ମୁଣ୍ଡ ଫାଟିଥିଲା, କାହାର ନର୍ମାଲ ଇଞ୍ଜୁରି ଥିଲା। ବିଶେଷ କେହି ସିରିୟସ୍ ନାହାନ୍ତି। 3-4 ଜଣଙ୍କୁ ଆମେ ଆଡ଼ମିଟ୍ କରିଦେଇଛୁ, ଯେଉଁମାନେ ଟିକେ ସିରିୟସ୍ ଅଛନ୍ତି। ଆଉ ବାକି ସମସ୍ତଙ୍କୁ ପ୍ରାଇମେରୀ ଟ୍ରିଟମେଣ୍ଟ ଦେଇଛୁ, ଆଉ ମେଡ଼ିସିନ ସବୁ ଦେଇକି ତାଙ୍କୁ ଘରକୁ ପଠାଇ ଦେଇଛୁ। 12 ଜଣ ଉର୍ଦ୍ଧ୍ୱ ଥିବେ। 12 ଜଣରୁ ଉର୍ଦ୍ଧ୍ୱ ହେବେ ପେସେଣ୍ଟ। ପାଖାପାଖି ବେଶୀ କାହାର କିଛି ଏତେ କ୍ଷୟକ୍ଷତି ହେଇନି। 12 ଜଣ ଉର୍ଦ୍ଧ୍ୱ ଇଞ୍ଜୁରି ହେଇଛନ୍ତି ସାର୍? ଇଞ୍ଜୁରି ଅଛି। ବର୍ତ୍ତମାନ ସମସ୍ତେ ସୁସ୍ଥ ଅଛନ୍ତି। ସମସ୍ତଙ୍କୁ ପ୍ରାଇମେରୀ ଟ୍ରିଟମେଣ୍ଟ ଦିଆହେଇଛି। ଏବେ ସମସ୍ତେ ଆରାମସେ ଏଠି ରହୁଛନ୍ତି। ଆଉ 3 ଜଣଙ୍କୁ ଆମେ ଆଡ଼ମିଟ୍ କରିଦେଇଛୁ ଉପରେ ସର୍ଜରୀ ୱାର୍ଡ଼ରେ। ସେମାନେ ବର୍ତ୍ତମାନ ଭଲ ଅଛି, ତାଙ୍କର ଅବସ୍ଥା ଠିକ୍ ଅଛି।